ମଣିଷକୁ ନିଜର ପରିସ୍ଥିତିରୁ ଉଦ୍ଧାର ପାଇବା ପାଇଁ ବିଭିନ୍ନ ମାଧ୍ୟମରେ ବିଭିନ୍ନ ପ୍ରକାରାନ୍ତରେ ବିଭିନ୍ନ ଚରିତ ବର୍ଣ୍ଣନାରେ ବିଭିନ୍ନ ଜ୍ଞାନରେ ପଥ ପ୍ରଦାନ କରିଛନ୍ତି। ସାଧାରଣ ଜୀବନରେ ଯଦି ଦେଖିବା, ଆମେ ମଧ୍ୟ ଆମର ସନ୍ତାନ ମାନଙ୍କୁ ଉତ୍ତମ ହବା ନିମନ୍ତେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଥ ପ୍ରଦାନ କରିଥାଉ, ବିଭିନ୍ନ ବିଷୟଗତ ରାସ୍ତା ମଧ୍ୟ ପ୍ରଦାନ କରିଥାଉ। କେତେବେଳେ କେଉଁ ପଥର ପଥଗାମୀ ହୋଇ ଏକ ଉନ୍ନତ ଭବିଷ୍ୟତ ବା ଜନ୍ମର ଲକ୍ଷ୍ୟକୁ ସାର୍ଥକ କରିପାରିବ, ତ ଭଗବାନ ମଧ୍ୟ ପରମ ପିତା, ସେ ମଧ୍ୟ ସନ୍ତାନକୁ ସେଇ ପ୍ରକାର ରାସ୍ତା ଅବତାର ମାଧ୍ୟମରେ ହେଉ, ଶାସ୍ତ୍ର ମାଧ୍ୟମରେ ହେଉ ବା ଚରିତ ମାଧ୍ୟମରେ ହେଉ, ତାହା ପ୍ରଦାନ କରିଥାନ୍ତି। ତେଣୁ ଆମେ ଯାହା ପାଠ କରୁଛେ, କେବଳ ପାଠ କରିବା ଇଏ ପବିତ୍ରତା ପ୍ରାପ୍ତ ହେଇଯିବ, ଇଏ ପର୍ଯ୍ୟନ୍ତ କିଛି ପର୍ଯ୍ୟନ୍ତ ଠିକ ଅଛି, ବହୁତ କମ ପର୍ଯ୍ୟନ୍ତ ପାଠ କଲେ ନିଶ୍ଚିତ ରୂପେ ଆମ ପାଇଁ ଇଏ ଉତ୍ତମ ହେଇପାରିବ। କିନ୍ତୁ କେବଳ ସେତିକିରେ ହିଁ ରହିଯିବା, ଇଏ ଆମ ପାଇଁ ଆଉ ଏକ ଅଧମତା ନିର୍ମାଣ କରିନେବ। ତେଣୁ କେବଳ ଯେ ପାଠ କରିବା ତାହା ନୁହେଁ, ପାଠ ସହିତ ତାକୁ ସ୍ମରଣ କରିବା ଏବଂ ଜୀବନରେ କିଛି ଉପାଦେୟତା ଆଣିବା ବା ଜୀବନରେ କିଛି ପରିବର୍ତ୍ତନ ଆଣିବାର ପ୍ରଚେଷ୍ଟା କରିବା, ଇଏ ସହଜ ନାହିଁ। ଇଏ ନିଶ୍ଚିତ ଇଏ ସହଜ ନାହିଁ। କାହିଁକି ନା ଜୀବନଚର୍ଯ୍ୟା ଭିତରେ ଭଗବତ ଜ୍ଞାନକୁ ସ୍ମରଣ କରିବା ଏ ବହୁତ କଷ୍ଟ ହେଇଥାଏ, ବିଶେଷ କରି ଆଜିର ଯୋଉ ପରିସ୍ଥିତି ଭିତରେ। କିନ୍ତୁ ଭଗବତତା ଏକ ଏଇ ପ୍ରକାର ବିଷୟବସ୍ତୁ ଅଟେ, ଏଇ ପ୍ରକାର ଏକ ଜଡ଼ିବୁଟି ଅଟେ, ଯାହା ମନୁଷ୍ୟ ଗ୍ରହଣ କରିବା ପରେ ତାକୁ ଏକ ଆଲୋକମୟ ରାସ୍ତା ପ୍ରାପ୍ତ ହୋଇଯାଇଥାଏ। ଗୋଟିଏ ଶିକ୍ଷକ 100 ଆଇଏଏସ୍ ଅଫିସର ଓଏଏସ୍ ଅଫିସର ତିଆରି କରିଦଉଛନ୍ତି, କିନ୍ତୁ ସେମାନେ ଆଇଏଏସ୍ ଓଏଏସ୍ କେବେ ହେଇନଥାନ୍ତି। ସେମାନେ ଆଇଏଏସ୍ ଓଏଏସ୍ କେବେ ହେଇନଥାନ୍ତି। ଇଏ ହେଉଛି ଗୁରୁଙ୍କର ମହତ୍ତତା। ଗୁରୁ ସଦାବେଳେ ଚାହିଁଥାନ୍ତି ଯେ ଶିଷ୍ୟ ତାହାଙ୍କ ଠାରୁ ଅଧିକ ହେଉ, ଇଏ ତାହାଙ୍କ ଠାରୁ ଅଧିକ ହେଉ, ଇଏ ଯୋଗ୍ୟତା ଅନୁସାରେ ପ୍ରାପ୍ତ ହେଇଥାଏ। ଇଏ ଯୋଗ୍ୟତା ଅନୁସାରେ ପ୍ରାପ୍ତ ହେଇଥାଏ। ସମସ୍ତଙ୍କୁ ସବୁ ବିଷୟ ଭଗବାନ ପ୍ରଦାନ ବି କରିନଥାନ୍ତି। ଜଣେ ବ୍ୟକ୍ତି ଗୁରୁଙ୍କ ପାଖକୁ ଯାଇ କହିଲା ଯେ ଭଗବାନ
ବାଛ ବିଚାର କରୁଛନ୍ତି। ସେ ଧନ ମାଗୁନାହିଁ, ତାକୁ ଧନ ଦେଇଛନ୍ତି। ମୁଁ ମାଗୁଛି, ମତେ ଦଉନାହାନ୍ତି। ଆମେ କଣ ଭଗବାନଙ୍କର ସନ୍ତାନ ନାହୁଁ? ଜଣଙ୍କର ଯଦି ତିନିଟା କି ଚାରିଟା କି ପାଞ୍ଚଟା ସନ୍ତାନ ଅଛନ୍ତି, ସେ କଣ ସେମାନଙ୍କ ଭିତରେ ଫରକ କରେ? ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଏ। ଗୁରୁ ଆଉ କିଛି କହିଲେନି। ଭଗବାନଙ୍କର ଯୋଉ ଉପରେ ଗାଳି ବର୍ଷଣ ଇତ୍ୟାଦି ଇତ୍ୟାଦି ହେଲା, ତାକୁ ଶୁଣିଲେ, ଚୁପ ରହିଲେ। ଦିନେ ଗୋଟେ ଭିକାରୀ ଗୁରୁଙ୍କ ଦ୍ୱାରକୁ ଆସିଲା। ଗୁରୁ କଣ କଲେ? ତାକୁ ଉଚିତ ସମ୍ମାନ, ଭିକ୍ଷା ବି, ଭୋଜନ ଇତ୍ୟାଦି ପ୍ରଦାନ କରି ତାକୁ ଅନୁରୋଧ କଲେ, ମୋର ଗୋଟେ କଥା, ମୋର ଗୋଟେ କାମ କରିବାର ଅଛି। ଗୁରୁଙ୍କର କଥାକୁ ସେ ବି ମନା କଲାନି। ଆପଣ କୁହନ୍ତୁ କଣ କରେ? ନା, ଯିବୁ, ସେଇ ସ୍ତ୍ରୀ ଲୋକ ଦାଣ୍ଡ ସଫା କରୁଛନ୍ତି, ତାକୁ ଯିବୁ, କହିବୁ ମତେ ଭିକ୍ଷା ଦିଅନ୍ତୁ। ସେ ଯଦି ଯାହା ଦେବେ ତ ମନା କରିବୁ, ମତେ କହିବୁ ଗୋଟେ ମତେ ସୁନା ମୁଦି ଦିଅ। ଯଦି ଦେବେ ତ ନେଇ ଆସିବୁ, ଯଦି ନ ଦେବେ ବେଶୀ କିଛି କହିବୁନି, ପଳେଇ ଯିବ। ଇଏ ଗଲା, ଯାଇ ପହଞ୍ଚିଛି। ସିଏ କିଛି ଖାଇବା, ଚାଉଳ ଫଳ ଟିକେ ଆଣି ଦେଲା। ଶୁଖିଲେ, ନାଇଁ ମତେ ଏସବୁ କିଛି ଦରକାର ନାହିଁ, ମତେ ଗୋଟେ ସୁନା ମୁଦି ଦିଅନ୍ତୁ। ସେ ସ୍ତ୍ରୀ ଲୋକ ଭୀଷଣ ରାଗିଲା, କହିଲା, କେବେ ସୁନା ଦେଖିଛୁ? କେବେ ସୁନା ପିନ୍ଧିଛୁ? ଭିକାରୁଣୀ ହେଇଛୁ, ତତେ ଯାହା ଦିଆହବ ତାହା ନବୁ, ସୁନା ମୁଦି ମାଗୁଛୁ? ତୁ ବାସ୍ତବରେ ମଣିଷ ନାହିଁ, ଇତ୍ୟାଦି 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 ଇତ୍ୟାଦି। ଯାହା କିଛି ଭିକାରୁଣୀ ପଳେଇ ଗଲା। କିଛି ଦିନ ପରେ ଗୁରୁ ତାଙ୍କର ଘରକୁ ଗଲେ। ଯେତେବେଳେ ଗୁରୁ ଯାଇଛନ୍ତି, ପଦଧୌତ କରିଦେଲା, ଏକ ସୁନ୍ଦର କୋମଳ ଆସନରେ ବସେଇଲା, ବିଭିନ୍ନ ପ୍ରକାର ଫଳମୂଳ ଖାଇବାକୁ ଦେଲା। ଗୁରୁ କହିଲେ, ନାଇଁ ନାଇଁ, ମୁଁ ଆସିଥିଲି କିଛି କାରଣରେ। କଣ କାରଣ? ନା, ମତେ ଗୋଟେ ସୁନା ମୁଦି ଦରକାର। ସେ କହିଲେ, ଠିକ ଅଛି, ଆପଣ ଯଦି ସୁନା ମୁଦି ମାଗୁଛନ୍ତି, ମୁଁ ନଦେବି ବା କେମିତି? ତ ସେ ସୁନା ମୁଦିଟି ଦେଇଦେଲା। କହିଲା, ମୁଁ ଜାଣିଛି ଆପଣ ଯଦି ଏହାକୁ ନେବେ, ଆର ଉଚିତ ବ୍ୟବହାର ହେବ, ତାର ବ୍ୟବହାର ନିଶ୍ଚିତ ରୂପେ ଭଗବାନଙ୍କ ନିମନ୍ତେ ହେବ, ଏବଂ ତାର ଫଳ ମତେ ନିଶ୍ଚିତ ପ୍ରାପ୍ତ ହେବ। ତ ଗୁରୁ ସୁନା ମୁଦିଟି ପ୍ରାପ୍ତ କରି ସାରିଲା ପରେ ପଚାରିଲେ, ଦିନେ ଦୁଇ ଦିନ ତଳେ ଜଣେ ଭିକାରୁଣୀ ଆସିଥିଲେ ତମ ଘରକୁ? ନା, ହଁ। ନା, ସୁନା ମୁଦି ମାଗିଥିଲେ? ହଁ। ତୁମେ ତାଙ୍କୁ ଦେଲା ନାହିଁ? ତ ସ୍ତ୍ରୀ ଲୋକ କହୁଛନ୍ତି, ତାର କଣ ଯୋଗ୍ୟତା ଅଛି ଯେ ତାକୁ ମୁଁ ସୁନା ମୁଦି ଦେବି? ତାର କଣ ଯୋଗ୍ୟତା ଅଛି ଯେ ମୁଁ ତାକୁ ସୁନା ମୁଦି ଦେବି? ତ ଏଇଠୁ ଆମେ ବୁଝିପାରୁଥିବା ଯେ ମନୁଷ୍ୟ କିଛି ପ୍ରାପ୍ତ କରିବା ପାଇଁ ନିଜର ଯୋଗ୍ୟତା ବି ରଖିବା ଆବଶ୍ୟକ ହେଇଥାଏ। ନିଜର ଯୋଗ୍ୟତା ରଖିବାର ଆବଶ୍ୟକ ହେଇଥାଏ।
ଏବଂ ଭଗବାନ ନିରନ୍ତର ଚେଷ୍ଟା କରିଥାନ୍ତି ଯେ ମନୁଷ୍ୟ ତାର ଯୋଗ୍ୟତାକୁ ପରିପୂର୍ଣ୍ଣ କରୁ, ବୃଦ୍ଧି କରୁ। କାହିଁକିନା ମନୁଷ୍ୟ ପାଖରେ ସର୍ବଶ୍ରେଷ୍ଠ ଯୋଗ୍ୟତା ପ୍ରାପ୍ତ କରିବାର ଶକ୍ତି ସାମର୍ଥ୍ୟ ରହିଛି, ଯାହାକି ଅନ୍ୟ କାହା ପାଖରେ ନାହିଁ। କିନ୍ତୁ ମନୁଷ୍ୟ ଭଗବାନଙ୍କର ସେଇ ପ୍ରଦାନକୁ ଗ୍ରହଣ କରିବାରେ ବିଳମ୍ବ କରିଥାଏ, ବୁଝିବାରେ ବିଳମ୍ବ କରିଥାଏ। ତ ଭାଗବତ ମନୁଷ୍ୟର ଏହି ବିଳମ୍ବତାକୁ ନଷ୍ଟ କରିଦେଇଥାଏ, ମନୁଷ୍ୟର ଏହି ଅପେକ୍ଷାକୁ ନଷ୍ଟ କରିଦେଇଥାଏ। ଯଦି ଆମେ କେବଳ ଭାଗବତ ପଢିବା ନ ବୁଝିଲେ ମଧ୍ୟ ଭଗବାନଙ୍କର ନାମର ଉଚ୍ଚାରଣ ରହିଛି, ଭଗବାନଙ୍କ ପ୍ରତି ପ୍ରେମର ଯୋଉ ଭାବ ରହିଛି, ସେ ଭାବଟା ଜାଗ୍ରତ ହେଇଯିବ। ତ ଏହି ପ୍ରକାର ଭଗବାନଙ୍କର ବିଷୟ ପ୍ରାପ୍ତ କରିବା ଇଏ ମଧ୍ୟ ସୌଭାଗ୍ୟ ଅଟେ। ପ୍ରଚେତା ମାନଙ୍କର ଠିକ ସମୟରେ ଠିକ ପ୍ରକାରେ ଯେଉଁ ନିଷ୍ପତ୍ତି ରହିଥିଲା ଏବଂ ସାରା ଜୀବନ ଭଗବତମୟ ଭଗବାନଙ୍କୁ ସମର୍ପିତ ରହିଥିଲା, ସେଥି ନିମନ୍ତେ ଶେଷ ସମୟରେ ମଧ୍ୟ ମହର୍ଷି ନାରଦଙ୍କ ପରି ଗୁରୁଙ୍କର ମୁଖର ବାଣୀ ଶୁଣିବା ପାଇଁ ସେମାନେ ସୌଭାଗ୍ୟ ପ୍ରାପ୍ତ କରିଥିଲେ। ନାରଦ ମୁନି କହୁଛନ୍ତି ଯେ ଯେଉଁମାନେ ବୈରାଗ୍ୟ ପ୍ରାପ୍ତ କରିଥାନ୍ତି, ପୁତ୍ର ପୁତ୍ରାଦି ବିଭିନ୍ନ ସମ୍ବନ୍ଧକୁ, ନିଜର କାମନା ବାସନାକୁ ଦୂର କରିଦେଇ ନିଜର ଅନ୍ତଃକରଣକୁ ଶୁଦ୍ଧ କରିଥାନ୍ତି, ସେଇମାନଙ୍କର ହୃଦୟ ଭିତରେ, ସେଇମାନଙ୍କ ଠାରେ ଭଗବାନ ସ୍ଥିତ ହୋଇଥାନ୍ତି। ସେଇମାନଙ୍କର ହୃଦୟ ଆକାଶରେ ଭଗବାନ ସ୍ଥିତ ହେଇଥାନ୍ତି। ଏବଂ ତାହା ନିତ୍ୟ ହେଇଥାଏ। न भजति कुमनिषिणां स इज्यां हरिरधनात् रदनात् आत्मधना प्रियो रसज्ञः श्रुतधनकुल कर्मणां मदीर्जै विदधति पापमकिंचनेषु मत्सत्सु। भगवान को मानते, किसी जन भगवान को मानते, भगवान ହିଁ ସବୁ କିଛି ଏହାକୁ ସ୍ୱୀକାର ବି କରନ୍ତି। କିନ୍ତୁ ସ୍ୱୀକାର କରିବା ଭିତରେ ସେମାନଙ୍କ ଭିତରେ କଣ ହେଇଥାଏ ନା କିଛି ଉନ୍ମକ୍ତତା ମଧ୍ୟ ଜାତ ହେଇଥାଏ। କିଛି ଜଣ ନିଜକୁ ନିଜେ ଜ୍ଞାନୀ ବୋଲି ଅହଙ୍କାର କରିଥାନ୍ତି, ମାନେ ଯୋଉ ଆମର ଓଡିଆରେ ଯୋଉ ଗୋଟେ କଥା ନାହିଁ, ଅଳ୍ପ ବିଦ୍ୟା ଭୟଙ୍କରୀ। କିଛି ଜଣ କରନ୍ତି ନା ଅଳ୍ପ ବିଦ୍ୟା କିଛି ଶୁଣିଦବା, ତ ସେ ଭିତରେ ସେମାନେ ଭାବନ୍ତି ଯେ ମୁଁ ବହୁତ କିଛି ଶୁଣିଛି, ମନେ ରଖିପାରିଛି ଏବଂ ମୁଁ ହେଲେ ଜ୍ଞାନୀ, ମୁଁ ହେଲି ସର୍ବଜ୍ଞ। ତ ସେଇ ପ୍ରକାର ସେମାନେ ନିଜକୁ ଶାସ୍ତ୍ରଜ୍ଞ, କିଛି ଜଣ ନିଜକୁ ଧନବାନ, କିଛି ଜଣ ମାନେ
ପଦମର୍ଯ୍ୟାଦାର ଶ୍ରେଷ୍ଠତା ଏଇ ପ୍ରକାର ଅକିଞ୍ଚନ ବାସ୍ତବରେ ଏମାନେ ନିରନ୍ତର ଭଗବାନଙ୍କ ସେବା କରିପାରନ୍ତି ନା। ଭଗବାନ ଏମାନଙ୍କୁ ଭକ୍ତି ଗ୍ରହଣ କରନ୍ତି ନାହିଁ। ଭଗବାନ ଏମାନଙ୍କର ଭକ୍ତିକୁ ସଦାବେଳେ ଗ୍ରହଣ କରନ୍ତି ନାହିଁ। ବାସ୍ତବରେ ଯେଉଁମାନେ ଶରଣାଗତ ଶରଣାପନ୍ନ ହୋଇ ଭଗବାନ ହିଁ ସବୁ କିଛି ଏ ପ୍ରକାର ସ୍ୱୀକାର କରିଛନ୍ତି, ଭଗବାନ ସବୁ କିଛି ଏ ପ୍ରକାର ସ୍ୱୀକାର କରି କେବଳ ଭଗବତ ରସରେ ସମସ୍ତ ଜୀବନକୁ ରସଜ୍ଞ କରିଥାନ୍ତି, ପ୍ରେମ କରିଥାନ୍ତି। ବାସ୍ତବରେ ସେମାନେ ହେଉଛନ୍ତି ପରମ ଭକ୍ତ, ଯାହାଙ୍କର ହୃଦୟରେ ଭଗବାନ ଅବିରତ ଅବିରତ ପ୍ରେମ ପ୍ରବାହ କରିଥାନ୍ତି। କିନ୍ତୁ ଶ୍ରିୟ ମନୁ ଚରତିଂ ତଦರ್ಥି ନଶ୍ଚ ଦ୍ୱିପଦପତିନ୍ ବିବୁଧାଂଶ ଯତସ୍ୱପର୍ଣ୍ଣଃ न भजति निज भृत्य वर्ग तंत्र कथमुमु द्विसृजेत पुमान कृतज्ञ। भगवान हेउचंती आनंदर परिपूर्ण अवस्था। भगवान हेउचंती आनंदर परिपूर्ण अवस्था। भगवान का पारे आउ किछि आनंद नाही, आउ किछि वास्तव में आउ किछि आनंद नाही। भगवान हेउचंती श्रेष्ठ परिपूर्ण। हम माने देखिथिबे जे नरपति बा राजा देवता मनुष्य कथा तो साधारण, ये समस्ते धन प्राप्तिर इच्छा रखि थांते। बिना धन रे के राजा ही परिव नहीं, बिना धन प्रदान रे देवता मध्य के स्मरण करिवे नहीं। हमें अधिक देवता को किए स्मरण करे, क्यों देवता मध्य स्मरण करे जे किछि दियंती। मनुष्य तो आम जानी बिना धन रे मनुष्यर स्थिति भी किसी रहे नहीं। आम समस्त धन प्राप्ति करिवार इच्छा रखि था एवं धन प्राप्ति करिवार प्रचेष्टा मध्य करिथाओ एवं लक्ष्य प्राप्ति करिवार प्रचेष्टा समस्त पाखरे थे। राजा मान पाखरे देवता मान पाखरे मनुष्य कथा तो आहरी सामान्य। जो लक्ष्य को प्राप्त करने पाई नरपति देवता माने सदा रत रही थांती, से लक्ष्मी कहार सेवा करती, नारायणंकर सेवा करिथांते, पद सेवा करुथांते नारायणंकर। अर्थात जो श्रेय जो श्रीय ऐश्वर्य को प्राप्त करने पाई नरपति देवता मान इच्छा करितांती, से ऐश्वर्य नारायणंकर पद सेवारे रत रहता है। तो भगवानंकर ये होची महानता, ये होची भगवानंकर महानता। तेबे भी भगवान कहले बड़ा किए, भक्त कहला पृथ्वीटा हूँ सब बड़, से समस्त दुख पदाघात ये सी संभालुचे।
ତେଣୁ ପୃଥିବୀଟା ବଡ। ଆରେ ପୃଥିବୀଟା କେମିତି ବଡ? ପୃଥିବୀରେ ତ ତାଠାରୁ ତ ଅଧିକ ଭାଗ ହଉଛି ଜଳ। ପୃଥିବୀ ତ ଗୋଟେ ଭାଗ, 3 ଭାଗ ହେଲା ଜଳ। ତ ଏ ସମୁଦ୍ରଟା ବଡ। ସମୁଦ୍ରଟା କେମିତି ବଡ ହେଲା? ଅଗସ୍ତ୍ୟ ଋଷି ପରା ୟାକୁ ଚଳୁ କରିଦେଲେ। ତ ସମୁଦ୍ରକୁ ଚଳୁ କରିଦେଲେ। ସମୁଦ୍ର କେମିତି ବଡ ହେଲା? ତ ଅଗସ୍ତ୍ୟ ଋଷି ବଡ। ତ ଅଗସ୍ତ୍ୟ ଋଷି ଭଗବାନଙ୍କର ସେବାରେ ରତ। ତ କହିବାକୁ ଗଲେ, ଆଗକୁ ବଢିଲେ ଏ ପ୍ରକାର ଭଗବାନ ହେଉଛନ୍ତି ବଡ। ତ ଭଗବାନ କହୁଛନ୍ତି, ମୁଁ କେମିତି ବଡ ହେଲି? ମୁଁ ପୁରା ଖୋଜି ବୁଲୁଥାଏ ମୋର ସ୍ଥାନ ଟିକେ ଭକ୍ତର ହୃଦୟରେ। ତେଣୁ ଆଗକୁ ଯଦି ବଢିବା, ତେବେ ଭକ୍ତର ହୃଦୟ ହେଉଛି ସବୁଠାରୁ ବଡ। ଏବଂ ଯେଉଁ ନାରାୟଣଙ୍କର ସେବା ସମସ୍ତ ଐଶ୍ୱର୍ଯ୍ୟ କରିଥାନ୍ତି, ସେ ନାରାୟଣ ଭକ୍ତର ଅଧୀନରେ ରହିଥାନ୍ତି। ତେଣୁ ସର୍ବୋଚ୍ଚ ହେଉଛି ଭକ୍ତ। ସର୍ବୋଚ୍ଚ ହେଉଛି ଭକ୍ତ। ସେଇ କରୁଣାମୟ ଭଗବାନ ଭକ୍ତକୁ କ୍ଷଣକ ପାଇଁ ଛାଡି ନଥାନ୍ତି ଏବଂ ଭକ୍ତ ଭଗବାନଙ୍କୁ କ୍ଷଣକ ପାଇଁ ଛାଡି ନଥାଏ। ଉଭୟଙ୍କ ଭିତରେ ଓତପ୍ରୋତ ଭାବରେ ସମ୍ବନ୍ଧ ରହିଥାଏ। ଓତପ୍ରୋତ ଭାବରେ ସମ୍ବନ୍ଧ ରହିଥାଏ। ଏହି ପ୍ରକାର ଭଗବାନଙ୍କର ଯୋଉ ପରମ ଐଶ୍ୱର୍ଯ୍ୟ, ପରମ ଶ୍ରେଷ୍ଠତା ନାରଦ ମୁନି ପ୍ରଦାନ କଲେ, ତାହା ମୈତ୍ର ମୁନି କହୁଛନ୍ତି। ମୈତ୍ର ଉବାଚ ଇତି ପ୍ରଚେତସୋ ରାଜନ୍ ଅନ୍ୟାଶ୍ଚ ଭଗବତ୍ କଥାଃ ଶ୍ରାବୟିତ୍वा ବ୍ରହ୍ମଲୋକଂ ଜୟౌ ସ୍ୱୟଂଭୁବୋ ମୁନିଃ। ମୈତ୍ର ମୁନି କହିଲେ, ହେ ବିଦୁର, ଭଗବାନ ନାରଦ ପ୍ରଚେତା ମାନଙ୍କୁ ଏହି ପ୍ରକାର ଭଗବତ ଉପଦେଶ ପ୍ରଦାନ ସହିତ ଭଗବାନଙ୍କର ଅନେକ ଐଶ୍ୱର୍ଯ୍ୟ, ଭାବପୂର୍ଣ୍ଣ ଐଶ୍ୱର୍ଯ୍ୟ କଥା କହିଲେ ଏବଂ ତତ୍ପରେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ ପୂର୍ବକ ନିଜର ସ୍वस्थାନକୁ ପ୍ରତ୍ୟାବର୍ତ୍ତନ କଲେ। तेपि तन्मुख निर्जातं जसलोक मलापहम हरे निशम्य ततपादम धायन्तस्तद्गतिं पयुः। ନାରଦଙ୍କ ମୁଖରୁ ଜଗତର ସମସ୍ତ ପାପକୁ ନଷ୍ଟ କରିପାରୁଥିବା ଭଗବାନଙ୍କର ଚରିତ ଶ୍ରବଣ କରି ପ୍ରଚେତା ମାନେ ଭଗବାନଙ୍କର ପ୍ରେମରେ ନିମଗ୍ନ ହେଲେ ଏବଂ ଶେଷରେ ଭଗବତ ଧାମକୁ ପ୍ରାପ୍ତ କଲେ। ଏବଂ ଶେଷରେ ଭଗବତ ଧାମ ପ୍ରାପ୍ତ ହେଲେ। ଇଏ ହେଉଛି ମହର୍ଷି ସାଧୁ ମାନଙ୍କର ଗୁଣ ଅଟେ। ସାଧୁମାନେ ସଦାବେଳେ ଜଗତର କଲ୍ୟାଣ ନିମନ୍ତେ, ଜଗତର ମଙ୍ଗଳ ନିମନ୍ତେ ସଦା ଚେଷ୍ଟା କରିଥାନ୍ତି। ସାଧୁମାନେ ସିଏ ଯାହା ପାଖରେ କାମ
क्रोध लोभ रही न थाए। ये बेसरे नुहे, आकार नुहे, साधु किसी डेजिग्नेशन नुहे। साधु वास्तव रे गुणर परिचय अटे। जड़े साधु थे से तंकर संकल्प थिला जो प्रत्येक दिन गोटे घर ही भिक्षा करिवे एवं से जहा देबे ताहा आनी निजर इष्ट भगवान को समर्पण करिवे, ताहार मंगल कामना करिवे एवं सही प्रसाद को किसी प्राप्त करी सही दिनटी से बितेइबे। ये तंकर संकल्प थिला। दिने साधु जाइछन्ति जन घर को, जाई दांडरे झोला धरिछन्ति। भवन भिक्षां देहि। तो सेई घरे ତାଙ୍କର ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ଜୋରଜାରି ହେଇଛି କୌଣସି କାରଣରୁ। ସାଧାରଣ କଥା, ଜୋରଜାର ଝଗଡା ହେଇଛି। ସ୍ତ୍ରୀ ଆସିଲା କହିଲା କି ଇଏ ଏବେକୁ କୁଆଡେ ଆସିଲା ଆରେ କିଛି ମିଳିବନି, ଯା ଏଠୁ। ସାଧୁ କହିଲେ ମାତା, ମୋର ସଂକଳ୍ପ ମୁଁ କେବଳ ଗୋଟିଏ ଘରୁ ହିଁ ମାଗିବି, ଆପଣ ଯାହା ଦେବେ ସେଥିରେ ହିଁ ମୋର ଭଗବାନ ପ୍ରାପ୍ତ ହେବେ। ତେଣୁ ମତେ ଖାଲି ହାତରେ ଫେରାନ୍ତନି, ଯାହା ବି ଅଛି ଦିଅନ୍ତୁ। ସେ କହିଲା ମୁଁ କହିଲି ପରା କିଛି ବି ମିଳିବନି, ଏଠୁ ଚାଲ। ସେ କହିଲେ ଦେଖନ୍ତୁ, ମୋ କଥା ବୁଝନ୍ତୁ ନାହିଁ, ମୋର ଭଗବାନ କିଛି ପ୍ରାପ୍ତ ହେବେନି, କହିଲି ପରା କିଛି ନାହିଁ, ଏଠୁ ଭାଗ। ଏତିକି ଏପଟେ କୁହା ହଉଛି, ସେପଟେ ସ୍ୱାମୀ ସହିତ ଝଗଡା ଚାଲିଛି, ସେପଟେ ମଧ୍ୟ ପ୍ରଶ୍ନୋତ୍ତରୀ କଥାବାର୍ତ୍ତା ଚାଲିଛି, ଏପଟେ କଥାବାର୍ତ୍ତା ହଉଛି। ସାଧୁ ଅନୁପାୟ ହେଇଗଲେ। ତେବେ ବି भिक्षा थाली को, भिक्षा झोली को उन्मुक्त करी जगी बसिଛନ୍ତି। स्त्री लोकटी बहुत क्रोधान्वित ହେଇଗଲା। तो से कौन कला, घर पोछ मारुला। तो घर पोछ जो आगे सिना आजिकल तो सिना विभिन्न प्रकार ଯନ୍ତ୍ର ସବୁ ବାହାରି ଗଲାଣି। ଠିଆ ହେଇ କାମ କରିବା, ଇଏ କରିବା। ଏ 2-3 ଦିନ ତଳେ ଜଣେ ଡକ୍ଟରଙ୍କ ସହିତ ଭେଟ ହେଇଥିଲା। ସେ କହୁଥିଲେ, କହିଲେ ବସିକିରି जो माँ माने जो ପୁଚି ଖେଳ ଖେଳନ୍ତି, ଆଗେ ଯୋଉ ଥିଲା ବର୍ତ୍ତମାନ ଆଉ ନାହିଁ, ଏବଂ ବସିକିରି ଘର ପୋଛ ମାରିବା, ଏହା ଦ୍ୱାରା ସ୍ତ୍ରୀ ମାନଙ୍କର ଯୋଉ ଗାଇନିକ ପ୍ରୋବ୍ଲେମ ବହୁତ ସଲ୍ଭ ହେଇଯାଏ। କଣ ହିସାବ ତ ଥିବ, ସେ କହୁଥିଲେ। ଏନିଆ ତ ଘର ପୋଛ ସେ ମାରୁଥିଲେ ସ୍ତ୍ରୀ ଲୋକ। ସେ କଣ କଲେ, ସେ ପୋଛ କପଡାଟା ସେ ଋଷିଙ୍କ ଉପରକୁ, ଋଷିଙ୍କ ଉପର ଝୋଲାରେ ପକେଇଦେଲେ, ବୋଲେ ନବୁ ନେ। ସେ ସଂକଳ୍ପ କରିଛନ୍ତି, ଯାହା ଭକ୍ତ ଦେବେ ତାହା ତ ଆଣି ଭଗବାନଙ୍କୁ ସମର୍ପଣ କରିବେ। ଚିନ୍ତା କରନ୍ତୁ, ସେ ସାଧୁଙ୍କର ମନ କଣ ହେଇଥିବ। ଇଏ ହଉଛି ସାଧୁ। ସାଧୁ ବିରୋଧ କରିବାର ନାହିଁ। ସମସ୍ତଙ୍କ ଭିତରେ ପରମାତ୍ମାଙ୍କର ଦର୍ଶନ କରିବାର ଶକ୍ତି ରଖିଥାଏ। କ୍ରୋଧ ନାହିଁ, ଆନନ୍ଦରେ ଉପାୟ ବାହାର କରିଥାଏ। ସାଧୁ ତାହାକୁ ଆଣିଲେ, ଗଙ୍ଗା ନଦୀରେ ତାକୁ ଭଲ ଭାବରେ ଧୌତ କରିଦେଲେ, ତାକୁ ଖରାରେ ଶୁଖେଇଲେ ଏବଂ ସେଥିରେ
सलिता तैयारी करी भगवान को दीपटीए अर्पण करदेले। ଏତିକି ଭିତରେ ସ୍ତ୍ରୀ ଲୋକଟା କିଛି ବୁଝିଥାଇପାରେ। ସେ ଧୀରେ ଯାଇ ସାଧୁଙ୍କର ଆଶ୍ରମ ପାଖରେ ପହଞ୍ଚିଛି ଯେ କାଳେ ସାଧୁ ରାଗି ତା ପାଇଁ କିଛି ଅଭିଶାପ କରିଥିବେ। ସେ ଶୁଣୁଛି ଯେ ସାଧୁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଅକିଞ୍ଚନ ମହିଳାଟି କୌଣସି ପ୍ରକାରେ କ୍ରୋଧାନ୍ୱିତ ହେଇ କିଛି ଆପଣଙ୍କୁ ପ୍ରଦାନ କରିଦେଇଛି, ଆପଣ ସେଥିରେ କ୍ରୋଧ କରିବେ ନାହିଁ, ତାକୁ ଆଶୀର୍ବାଦ ଦେବେ, ତାହାର ମଙ୍ଗଳ କରିବେ, ତା ଘରରେ ସୁଖ ଶାନ୍ତି ଦେବେ। ଏ ଯୋଉ ସଳିତା, ଇଏ ତାର ଧନ, ତାର ପ୍ରଦାନ। ଆପଣ ଏତିକିରେ ସନ୍ତୁଷ୍ଟ ହେବେ। ଭଗବାନଙ୍କୁ ପ୍ରାର୍ଥନା କରିଛି। କେଉଁ ପରିସ୍ଥିତି, କେଉଁ ପରିବର୍ତ୍ତନ ଆସିଥିବ ତାହା ମୁଁ ଆଉ କହିବାକୁ ଚାହୁଁନାହିଁ। ଇଏ ହେଉଛି ସାଧୁର ହୃଦୟ, ଯୋଉଠି କାମନା ନଥାଏ, କୌଣସି ଲୋଭ ନଥାଏ, କୌଣସି ଈର୍ଷା ବି ନଥାଏ। ଶରଣାଗତର ଭାବରେ ହୃଦୟ ଯାହାର ପରିପୂର୍ଣ୍ଣ ରହିଥାଏ, ଅନ୍ୟର ମଙ୍ଗଳ କରିବା, ସମସ୍ତଙ୍କର ମଙ୍ଗଳ ଯାଚନା କରିବା, ଇଏ ସାଧୁର ହୃଦୟ ହେଇଥାଏ। ଅନ୍ୟ ବିପଦଗାମୀ ମନୁଷ୍ୟକୁ ତାର ବିପଦତାରେ ଆନନ୍ଦ ନେବା ଇଏ ସାଧୁ ନୁହେଁ। ତାହାର ଭୁଲରେ ଆନନ୍ଦ ନେବା ଇଏ ସାଧୁ ନୁହେଁ। ସାଧୁ ବାସ୍ତବରେ ଅନ୍ୟର ଦୁଃଖରେ ଦୁଃଖୀ ହେଇଥାଏ, ଅନ୍ୟର ସୁଖରେ ସେ ସୁଖୀ ହେଇଥାଏ। ତ ସେଇ ପ୍ରକାର ନାରଦ ମୁନି ପ୍ରୀତା ପ୍ରାଚୀର ମୁନିଙ୍କୁ ମଧ୍ୟ ଭଗବତ ଧାମ ପ୍ରଦାନ କରିଦେଲେ ଏବଂ ପ୍ରଚେତା ମାନଙ୍କୁ ମଧ୍ୟ ବାରମ୍ବାର ମାର୍ଗ ପ୍ରଦାନ କରି ସାରା ଜୀବନ ଭଗବତମୟ ଏବଂ ଶେଷରେ ଭଗବତ ଧାମ ପ୍ରାପ୍ତ ହେଇଥିଲେ। ମୁନି ମୋର ମୈତ୍ର ମୁନି କହୁଛନ୍ତି, ଏହି ପ୍ରକାରେ ଯେ ସମସ୍ତ ପାପର ନିରାକରଣ କରିଥାନ୍ତି, ନଷ୍ଟ କରିଦେଇଥାନ୍ତି, ସେଇ ଭଗବତ ଚରିତ୍ରକୁ ଶ୍ରବଣ କରି ପ୍ରଚେତା ମାନେ ଭଗବତ ଧାମ ପ୍ରାପ୍ତ ହେଇଗଲେ। ହେ ବିଦୁର, ଆପଣ ମତେ ଯୋଉ ନାରଦ ଏବଂ ପ୍ରଚେତା ଗଣଙ୍କର ଭଗବତ କଥା ବିଷୟରେ ବୁଝିବାର ଜିଜ୍ଞାସା କରିଥିଲେ, ମୁଁ ତାହା ଆପଣଙ୍କୁ ଶୁଣାଇଦେଲି। ଏତତେ ଭୀତଂ କ୍ଷତର୍ଜନ୍ମାଂ ତ୍ୱଂ ପରିପୃଷ୍ଟବାନ୍ ପ୍ରଚେତେଷାଂ ନାରଦସ୍ୟ ସମ୍ବାଦଂ ହରିକୀର୍ତ୍ତନମ୍। ମୁଁ ସେଇ ବିଷୟ ତୁମକୁ କହିଦେଲି। ଏବଂ ସୁଖଦେବ ଗୋସ୍ୱାମୀ ରାଜା ପରୀକ୍ଷିତଙ୍କୁ ମୈତ୍ର ମୁନି ଏବଂ ବିଦୁରଙ୍କର ସମ୍ବାଦ ବିଷୟରେ କହୁଥିଲେ। ତେଣୁ ସୁଖଦେବ କହୁଛନ୍ତି, ଯ ଏଷ ଉଦାନ ପଦୋ ମାନବସ୍ୟାନୁବର୍ଣ୍ଣିତ ବଂଶ ପ୍ରିୟ ବ୍ରତସ୍ୟାପି ନିବଧୋ ନୃପସତ୍ତମ। हे राजन, स्वयं मनुଙ୍କର ଯୋଉ ପୁତ୍ର ଉତାନ ପାଦଙ୍କର ବଂଶ
उतान पाद ध्रुवठु आरंभ करी प्रचिता मानक पर्यंत जो वंश विवरणी एवं हरिभक्तिर कथा को मु तुम आगे प्रदान कली सही प्रकारे जो नारदा आत्मविद्याम अधिगम्य पुनर्महिम भुक्त्वा विभज्य पुत्रेभ्य ऐश्वरं समगात पदम सही प्रकार भावरे मनुंगर अन्य पुत्र प्रियवत मध्य राजर्षि महर्षि नारदंग ठारू आत्मज्ञान उपदेश प्राप्त करी राज्य भोग करी शेषरे निजर पुत्र मानंको राज्यभार प्रदान करी भगवानंकर चरणाश्रित है भगवत परम धाम को प्राप्त करिथिले। ए प्रकार भगवत परम धाम को से भी प्राप्त करिथिले। इमांतो कोसार विणप वन्निताम क्षता निशम्या जितवाद सत्कथाम प्रवृत भाव अश्रु कलाकूल मुने दर्धार मूर्धना चरणं हृदा हरे। एपटे मुनिवर मैत्रेयंकर मुखरु एही प्रकार भगवत गुण को श्रवण एही प्रकार पवित्र कथा को श्रवण करी विदुर भगवत प्रेम रे उद्विग्न होई भक्ति भावर उद्रेक करी प्रेम अश्रुपूर्ण नेत्र रे से भगवान को स्मरण करुछन्ते। मैत्रेय मुनिंकर चरण रे निजर मस्तक को रखी से कृतकृत्य हेउचन्ति जे आपणकर वचन रे मो भगवत स्मरण युक्त हेले मोर हृदय पवित्र हो उठिला। क्षणिक पाई मध्य यदि भगवत स्मरण कहार वाक्य यदि होई थाई पारे तेबे ताहा निश्चित रूपे आमर कृतज्ञता रही। एवं मैत्र मुनिंकर जो भगवानंकर प्रेम भगवानंकर जो चरित विदुर श्रवण करी संपूर्ण प्रेम परा हृदय रे भगवान का निकट रे समर्पित होइछन्ति सेतिरे से प्रेम अश्रुपूर्ण हृदय रे मैत्र मुनि को प्रणाम करुचन्ति एवं विदुर कहउचन्ति सोय मध्य महायोगिन भवता करुणात्मना दर्शित स्तमसः पारो जत्रा किंचन नगो हरि। हे महायोगी वास्तव में आपण हेउचन्ति करुणामय जो अज्ञान अंधकार भितरु मोर हृदय को बाहर करिदेले एवं जो सच्चिदानंद परम आनंद हरिंकर निकट रे मोर हृदय को शरणागत करेदेले ताहा आपणंकर करुणामय आशीर्वाद आपणंकर से करुणामय आशीर्वाद आज मोर हृदय रे हरि संपूर्ण विराजित होइछन्ति मोर मन आज संपूर्ण हरिमय हो जाइछि मोर चित्त आज
हरिमय हो जाइछि मोर चित्त शुद्धता प्राप्त करिछि। एवं सुखदेव विदुरंकर कथारे आउरी आगको कही चलीचंती। इत्यानम्य तमामंत्र विदुर गजसाह्वयम् स्वानं दिदृक्यु प्रजजो ज्ञातिनां निवृताशयः। सुखदेव कहउचंती, हे राजन, मैत्र मुनि को ए प्रकार कृतज्ञता प्रदान करी प्रणाम करी महात्मा विदुर सेई ठारू प्रस्थान निमंते आज्ञा जाचना कले एवं आज्ञा प्राप्त करी हस्तिनापुर को यात्रा कले। हस्तिनापुर को यात्रा कले। एतज्जः शृणुयात् राजन् राज्ञं हर्यर् पितात्मनाम् आयुर्धनं जसः स्वस्ति गति मैश्वर्य माप्नुयात्। हे राजन, ये जो भगवानंकर शरणागत हेबार परम भावगत राजा मानंकर चरित जो नर श्रवण करिव तार आयुष्य दीर्घ हेब, तार धन वृद्धि हेब, तार सुजस प्राप्त हेब, सी सद्गति प्राप्त हेब, ऐश्वर्य प्राप्ति हेब। यदि आमे कहिवा जे भगवानंकर आजिकली भौतिक जगत रे किछि व्यक्ति रहंती समाने विश्वास करते जे भगवान का चरित्र श्रवण रे मनीष दीर्घायु हो जाए। ये कौन मेडिसिन है? धन हो जाए कौन ये टंका प्रिंट मेसिन है? तार सुजस प्राप्त हो जाए ये कौन क्वालिफिकेशन डिग्री सर्टिफिकेट है? इत्यादि इत्यादि बहुत कथा आसी थाए। कि यदि आमे भल भाव आध्यात्मिक चिंतार जदि निमग्न हो चिंता देखिबा ये सबुति स्थिर मनर आवश्यकता रही है, स्थिर चित्तर आवश्यकता है। आयुष हो, धन हो, जस हो, क्षेम हो, सद्गति हो, ऐश्वर्य हो, ये सब को प्राप्त करने मनर स्थिरता एवं चित्तर स्थिरता ये नितांत अपरिहार्य अटे। एवं ताहा केवल भगवत शरणागतर ही प्राप्त ही पारे। ताहा केवल भगवत शरणागतर ही प्राप्त ही पारे, अन्य ही पारे किंतु ताहा किछि क्षण पाई बा किछि कारण पाई ही थाए।